ଆଗାମୀ 27 ତାରିଖ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଓଡ଼ିଆ ସିନେମାର 88ତମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ 1936 ଏପ୍ରିଲ 28 ତାରିଖରେ ପୁରୀ ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ସହ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ସୀତା ବିବାହ ଚଳଚ୍ଚିତ୍ର ସଙ୍ଗୀତରେ ଝୁମିବେ ଦର୍ଶକ। ରାଜ୍ୟର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ୱାରା ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ କରାଯିବ। ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗୀତିକାର ବଦ୍ରି ମିଶ୍ର, ଫିଲ୍ମୱାଲା ପରିଚାଳନା ନିର୍ଦ୍ଦେଶକ ଶ୍ୟାମପ୍ରସାଦ ମିଶ୍ର, ଅଭିନେତା ଲକ୍ଷ୍ମୀଧର ପୂଜାପଣ୍ଡା ଏବଂ ଶିଳ୍ପପତି ରାଜକିଶୋର ପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ପ୍ରତିଭାଙ୍କୁ ସମ୍ମାନିତ କରାଯିବ। ଏହି ଅବସରରେ ସୀତା ବିବାହ ଚଳଚ୍ଚିତ୍ର ରେକର୍ଡିଂ ସଙ୍ଗୀତ ପୁସ୍ତିକା ଉନ୍ମୋଚନ କରାଯିବ ବୋଲି ସେମାନେ କହିଛନ୍ତି। ଓଡ଼ିଶାରେ ସିନେମା ଶିଳ୍ପର ଅଧୋଗତି ଯୋଗୁଁ ସେମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ ସହର ପୁରୀରେ 2ଟି ଚଳଚ୍ଚିତ୍ର ପ୍ରେକ୍ଷାଳୟ ମାଟିରେ ମିଶିବା ସହ ଆଉ 2ଟି ତାଲା ପଡ଼ି ରହିଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନୂଆ ପ୍ରେକ୍ଷାଳୟ ନିର୍ମାଣ ପାଇଁ ଆଗାମୀ ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ଜମି ଯୋଗାଇ ଦେବାକୁ ଦାବି କରିଛନ୍ତି। ଓଡ଼ିଶାର ସଂସ୍କୃତି ଓ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଗଲେ ତାହା ଲୋକପ୍ରିୟତା ଅର୍ଜନ କରିବା ସହ ଭଲ ବ୍ୟବସାୟ କରିବ ବୋଲି ଆୟୋଜକ କହିଛନ୍ତି। ସଂଯୋଜକ ବିଭୁପ୍ରସାଦ ମିଶ୍ର, ଅଭିନେତା ଗୌରୀଶଙ୍କର ବାରିକ, ବିଶ୍ୱନାଥ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ପୁରୀରୁ ଆରମ୍ଭ ହେଉଥିବା ଓଡ଼ିଆ ସିନେମାର 88ତମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି। ଆମର 88 ବର୍ଷ ଉତ୍ସବରେ ଏବଂ ଆମେ ଜୀବନବ୍ୟାପୀ ସାଧନା ପାଇଁ ହରିହର ମିଶ୍ର, ଗୀତିକାର ହରିହର ମିଶ୍ର, ଗୀତିକାର ଅନ୍ତର୍ଯ୍ୟ ମିଶ୍ରଙ୍କୁ ସମ୍ମାନିତ କରୁଛୁ ଏବଂ ବହୁତ ବଡ଼ ପ୍ରଡ୍ୟୁସର 2 ଜଣ ଯିଏକି ଆମର ଅମିୟ ପଟ୍ଟନାୟକ ଏବଂ ବସନ୍ତ ନାୟକ, ସେ 2 ଜଣଙ୍କୁ ମଧ୍ୟ ତାଙ୍କର ଜୀବନବ୍ୟାପୀ ତାଙ୍କର ସିନେମା ସାଧନା ପାଇଁ ତାଙ୍କର ପୁଅ ଅନୁପମ ପଟ୍ଟନାୟକ ଏବଂ ଟୁଟୁ ନାୟକ ଏ 2 ଜଣଙ୍କୁ ମଧ୍ୟ ଆମେ ସମ୍ମାନିତ କରିବୁ। ଏହାଛଡ଼ା ବହୁତ ଖୁସିର ଖବର, ଆମ ପାଖରେ ଏବେ ପୁରୀରେ ମହାଶ୍ୱେତା ମ୍ୟାଡାମ ଅଛନ୍ତି, ମହାଶ୍ୱେତା ରାୟ, ତାଙ୍କର ଫିଲ୍ମ ପାଇଁ ଅବଦାନ ବହୁତ ଅଧିକା, ତାଙ୍କୁ ମଧ୍ୟ ଆମେ ପ୍ରଭାବତୀ ଦେବୀ ସ୍ମୃତି ସମ୍ମାନରେ ଆମେ ସମ୍ମାନିତ କରୁଛୁ। ପ୍ରଭାବତୀ ଦେବୀ ଆପଣ ମନେ ରଖନ୍ତୁ, ପ୍ରଭାବତୀ ଦେବୀ ହେଉଛନ୍ତି ପ୍ରଥମ ସୀତା, ଯିଏକି ସୀତା ବିବାହରେ ସୀତା ହେଇଥିଲା, ତାଙ୍କ ନାଁରେ ଆମେ ସେ ସ୍ମୃତି ସମ୍ମାନ ଦଉଛୁ ଏବଂ ପ୍ରାୟ 20 ଜଣଙ୍କୁ ଆମେ ସମ୍ମାନିତ କରୁଛୁ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।